नमस्कार दर्शक बंधु शुभ सकाळ। आज हूँ जुलाई 19 तारीख शनिवार। आज रही आपण देश विदेश और राज्यर किसी गुरुत्वपूर्ण खबर। तो खबर देखा पूर्व आप गोटे छोटिया अनुरोध भिडियो शेष पर्यटन देखो। खबर भल लगे निश्चय लाइक करेंगे, चैनल नुआ थे सब्सक्राइब करने को भूलें नहीं। तेज चलन जाना कौन रही पूरा दिन खबर। विवादरे नेताଙ୍କ भूमिका गोटे पटे बालेश्वर एफएम कॉलेज छात्री सौम्यश्री मृत्यु को नहीं विवाद तेजिबार लगी। राजरास्ता को आरंभ कर लोकसेवा भवन पर्यंत लगी। सबुठी मृत सौम्यश्री न्याय दाबी सरकार को घेरुंट विरोधी। हेले यह भितर छात्री मृत्यु घटना बालेश्वर जड़े नेता भूमिका को नहीं विभिन्न महलू प्रश्न उठी। कारण मृत छात्री परिवार सांगसाथी और विभिन्न दलर राजनेता मान भूमिका को नहीं प्रश्न करुँच। ସେମାନଙ୍କ କହିବା ଅନୁସାରେ ଯଦି ସେହି ନେତା ଜଣକ ଠିକ୍ ସମୟରେ ଘଟଣାକୁ ଗମ୍ଭୀରତାର ସହ ନେଇଥାନ୍ତେ ତେବେ ଆଜି ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇନଥା କି ସୌମ୍ୟଶ୍ରୀଙ୍କର ଜୀବନ ଯାଇନଥାନ୍ତା। ଶୁଣିବାକୁ ମିଳୁଛି ମୃତ୍ୟୁ ପୂର୍ବରୁ ସୌମ୍ୟଶ୍ରୀ କୁଆଡ଼େ ନ୍ୟାୟ ପାଇଁ ଜଣେ ପ୍ରଭାବଶାଳୀ ଆଗଧାଡିର ନେତାଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କଲେଜରେ ସୌମ୍ୟଶ୍ରୀଙ୍କ ସହ ଘଟିଥିବା ସବୁ ଘଟଣାର ଟିକନିକ କଥା ତାଙ୍କୁ ଜଣାଇଥିଲେ। ଏହାପରେ ସେହି ନେତା ଜଣକ ଫୋନ ଜରିଆରେ କଲେଜ ଅଧ୍ୟକ୍ଷଙ୍କ ସହ କଥା ହେବା ମଧ୍ୟ ଶୁଣିଥିଲେ, କିନ୍ତୁ ମାମଲାକୁ ଗୁରୁତର ସହ ନେଇନଥିଲେ। ଖାଲି ସେତିକି ନୁହେଁ, ଆଇସିସିର ରିପୋର୍ଟ ଏକପାଖିଆ ଥିବା କଥା ନିଜେ ସ୍ୱୀକାର କରିଥିଲା ପରେ ବି ନ୍ୟାୟସଙ୍ଗତ ଶୁଣାଣି ପାଇଁ କୌଣସି ପଦକ୍ଷେପ ନେଇନଥିବା କଥା ଶୁଣିବାକୁ ମିଳୁଛି। ପରବର୍ତ୍ତୀ ଖବର, ଡିସିପିଙ୍କୁ ସୁରକ୍ଷା ମାଗିଲେ ଅର୍ଚ୍ଚନା ନାଗ। ଭୁବନେଶ୍ୱର ଡିସିପିଙ୍କୁ ସୁରକ୍ଷା ମାଗିଲେ ଅର୍ଚ୍ଚନା ନାଗ। ଜୀବନ ପ୍ରତି ବିପଦ ଥିବା କଥା କହି ଡିସିପିଙ୍କୁ ସୁରକ୍ଷା ମାଗିଛନ୍ତି। କିଛି ଦିନ ତଳେ ଗିରଫ ପଛରେ ବିଜେଡି ନେତାଙ୍କ ଭୂମିକା ଥିବା କଥା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ଅର୍ଚ୍ଚନା ନାଗ। ଏବେ ନିଜେ ଓ ନିଜ ପରିବାରକୁ ଅସୁରକ୍ଷିତ ବୋଲି କହିଛନ୍ତି ଅର୍ଚ୍ଚନା। ଗତ ଜୁଲାଇ 13 ତାରିଖ ଦିନ ଗଣମାଧ୍ୟମ ଆଗରେ ବିଜେଡି ବିରୋଧରେ ବିଷୟ ଓଗାଳିଛନ୍ତି ଅର୍ଚ୍ଚନା। ପ୍ରେସମିଟ୍ କରି ପାୱାରଫୁଲ ବିଜେଡି ନେତା ଓ ପୋଲିସ ଅଧିକାରୀଙ୍କ ବିରୋଧରେ ଦେଲେ ବଡ଼ ମନ୍ତବ୍ୟ। ବିଜେଡି ସଜାଇଥିଲେ ବ୍ଲାକମେଲର ବିଷ ଦେଇ ନେତା ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର। ମୋ ପଛରେ ଛୁରୀ ମାରିଥିଲେ କିଛି ଆଗଧାଡିର ବିଜେଡି ନେତା ଓ ବରିଷ୍ଠ ପୋଲିସ ଅଧିକାରୀ, ଏହା କହିଛନ୍ତି ଅର୍ଚ୍ଚନା ନାଗ। ଗିରଫର 6 ଦିନ ପରେ ଜାଣିଲି ଅଭିଯୋଗକାରିଣୀ କିଏ ଓ ଅଭିଯୋଗ କଣ। ତାଙ୍କୁ କେଉଁମାନେ ଫସାଇଥିଲେ ତାର ଟିକନିକ ହିସାବ ସେ ରଖିଛନ୍ତି ଓ ପୁରା ପ୍ରମାଣ ସହିତ। ଜେଲ୍ ପ୍ୟାରେଡ୍ ବାହାନାରେ ପୋଲିସ ମୋ ପାଖକୁ ଜେଲକୁ ଯାଉଥିଲେ, ମୋତେ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଉଦ୍ୟମ କରିଥିଲେ, ଚା କଫିରେ ମଧ୍ୟ ନିଶା ମିଶାଉଥିଲେ, ସେଥିଲାଗି ମୁଁ ଶୋଇପଡ଼ିଥିଲି। ମାତ୍ର କିଛି ଅଣ୍ଡର ଟ୍ରାଏଲ ପ୍ରିଜନରଙ୍କ ସହଯୋଗରୁ ବଞ୍ଚିଗଲି ବୋଲି କହିଛନ୍ତି ଅର୍ଚ୍ଚନା ନାଗ। ପରବର୍ତ୍ତୀ ଖବର, ଜୁଲାଇ 23 ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବ। ଶ୍ରାବଣ ମାସର ଆରମ୍ଭ ହୋଇଛି ବୋଲବମ୍। ବାହାରେ ଏହାକୁ କାଉଡି ଯାତ୍ରା ମଧ୍ୟ କୁହାଯାଏ। ଏହି କାରଣ ପାଇଁ ଅନେକ ରାଜ୍ୟରେ ଜିଲ୍ଲାଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ରଖିବାର ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଶିକ୍ଷାନୁଷ୍ଠାନମାନେ ଛୁଟି ଘୋଷଣା କରାଯାଇଛି କିଛି ସ୍ଥାନରେ ଏବଂ ଏହି ଛୁଟି ଜୁଲାଇ 23 ତାରିଖ ପର୍ଯ୍ୟନ୍ତ ରହିବ। ସୋମବାର ଏବଂ ଶନିବାର ସ୍କୁଲ ବନ୍ଦ ରଖିବାର ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲା ପ୍ରଶାସନ 26 ଜୁଲାଇ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ସହାୟତାପ୍ରାପ୍ତ ବେସରକାରୀ ସ୍କୁଲ, ମାଧ୍ୟମିକ ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରଖିବାର ନିର୍ଦ୍ଦେଶ ଜାରି କରିଛନ୍ତି। ଯଦି କେହି ନିର୍ଦ୍ଦେଶର ଉଲ୍ଲଂଘନ କରୁଛନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ପରବର୍ତ୍ତୀ ଖବର, ଅଗଷ୍ଟ 1 ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ଯୋଜନା। ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଲାଭଦାୟକ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର ସରକାରୀ କମିଶନର ମନୋଜ ପଟେଲ ଏବଂ ପ୍ରବର୍ତ୍ତନ ଅଧିକାରୀ ଦିନେଶ ଗର୍ଗ କହିଛନ୍ତି ଯେ କେନ୍ଦ୍ର ସରକାର ଘରୋଇ ପ୍ରତିଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଇଏଲ୍ଆଇ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଉଦ୍ୟୋଗିକ ଇକାଇମାନଙ୍କ ପାଇଁ 4 ବର୍ଷ ଏବଂ ଅନ୍ୟାନ୍ୟ ନିଯୁକ୍ତିଦାତାଙ୍କ ପାଇଁ 2 ବର୍ଷ ଲାଗୁ ହେବ। ଇପିଏଫ୍ଓ ସହ ପଞ୍ଜୀକୃତ ପ୍ରାୟ 7.83 କୋଟି ପିଏଫ୍ ଖାତାଧାରୀଙ୍କ ଦେଶରେ ଥିବା 150ଟି କାର୍ଯ୍ୟାଳୟ ମାଧ୍ୟମରେ ଏହି ଯୋଜନା ସୁବିଧା ପ୍ରଦାନ କରାଯିବ। ଏହି ଯୋଜନାରେ ପଞ୍ଜୀକରଣ କରିବା ପ୍ରକ୍ରିୟା 1 ଅଗଷ୍ଟ 2025 ଠାରୁ ଆରମ୍ଭ ହୋଇ 31 ଜୁଲାଇ 2027 ପର୍ଯ୍ୟନ୍ତ ଚାଲିବ। ଏହି ଯୋଜନା ଅଧୀନରେ ମାସିକ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ। ଏହି ଯୋଜନା ଅନୁସାରେ ପ୍ରଥମ ଥର ପାଇଁ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ 15,000 ଟଙ୍କାର ଆର୍ଥିକ ସହାୟତା ଏବଂ ବାର୍ଷିକ 2ଟି କିସ୍ତିରେ ପ୍ରଦାନ କରାଯିବ। ପ୍ରଥମ କିସ୍ତି 6 ମାସ ସେବା ପରେ ଏବଂ ଦ୍ୱିତୀୟ କିସ୍ତିଟି 12 ମାସ ସେବା ପରେ ଓ ତା ସହିତ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ସମାପ୍ତ ପରେ ମିଳିବ। ଏହା ସହିତ ନିଯୁକ୍ତିଦାତାମାନଙ୍କୁ ଅତିରିକ୍ତ କର୍ମଚାରୀ ନିଯୁକ୍ତି ପାଇଁ ମାସିକ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ, ଯାହା ଉତ୍ପାଦନ କ୍ଷେତ୍ର ପାଇଁ 4 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପରବର୍ତ୍ତୀ ଖବର, ଖୁବ୍ ଶୀଘ୍ର ଆସିପାରେ ଲଘୁଚାପ। 24 ତାରିଖ ଯାଏଁ ବର୍ଷାର ସମ୍ଭାବନା। ପାଣିପାଗ ବିଭାଗ 22ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଏବଂ ବାଲେଶ୍ୱର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞଙ୍କ ମତରେ ଦକ୍ଷିଣ ପଶ୍ଚିମ ମନ୍ଥନ ପବନ ଓ ଜଳୀୟ ବାଷ୍ପ ଯୋଗୁଁ ଲଘୁଚାପ ସୃଷ୍ଟି ହେବ, ଫଳରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ। ଆସନ୍ତା 2 ଦିନ ସକାଳେ ଗରମ ଅନୁଭୂତ ହେବା ସହିତ ଅପରାହ୍ନରେ ବର୍ଷା ଆରମ୍ଭ ହେବ। 24 ତାରିଖ ବେଳକୁ ଏହି ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି, ଫଳରେ 24 ତାରିଖରୁ 26 ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗ ଜିଲ୍ଲାମାନଙ୍କୁ ସତର୍କ ସୂଚନା କରିଛି। ପରବର୍ତ୍ତୀ ଖବର, କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ। ଏହି ଆପ୍ ମାଧ୍ୟମରେ ରାଜ୍ୟରେ ଅସୁବିଧାରେ ଥିବା ମହିଳାମାନେ ସିଧାସଳଖ ଅଭିଯୋଗ କରିପାରିବେ। କଂଗ୍ରେସ ଏହି ଅଭିଯୋଗଗୁଡ଼ିକ ଦ୍ରୁତ ଗତିରେ ସମାଧାନ କରିବ ବୋଲି ଜଣାଯାଉଛି। ଆସନ୍ତା 24 ତାରିଖରେ ରାଜ୍ୟବ୍ୟାପୀ ଭାବେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯିବ। ଗତ କିଛି ଦିନ ହେବ ହତ୍ୟା କିମ୍ବା ଆତ୍ମହତ୍ୟାର ଶିକାର ହୋଇଥିବା ଛାତ୍ରୀମାନଙ୍କୁ ସ୍ମରଣ କରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। କଂଗ୍ରେସ ସହ 8ଟି ବାମପନ୍ଥୀ ଦଳ ମିଳିତ ଭାବରେ ଏଥିରେ ଭାଗ ନେବେ। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ 2 ମିନିଟ୍ ନୀରବ ପ୍ରାର୍ଥନା ପାଳନ କରାଯିବ। 24 ତାରିଖ ପରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ସମସ୍ତ ଦଳ ମିଳିତ ଭାବେ ଏକ ବୈଠକ କରି ନିଷ୍ପତ୍ତି ନେବେ ବୋଲି କଂଗ୍ରେସ ନେତା ଜଣାଇଛନ୍ତି। ପରବର୍ତ୍ତୀ ଖବର, ମହିଳା ସୁରକ୍ଷା ପାଇଁ ଶିକ୍ଷାନୁଷ୍ଠାନରେ 181 ହେଲ୍ପଲାଇନ୍ ନମ୍ବର ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ। ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ ମହାବିଦ୍ୟାଳୟ ପରିସରରେ ମୁଖ୍ୟ ସ୍ଥାନଗୁଡ଼ିକରେ ମହିଳା ସହାୟତା ହେଲ୍ପଲାଇନ୍ ନମ୍ବର 181 ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସମସ୍ତ ରେଜିଷ୍ଟ୍ରାର ଓ ଅଧ୍ୟକ୍ଷଙ୍କୁ ଚିଠି ଜାରି କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଚିଠିରେ କାର୍ଯ୍ୟସ୍ଥଳରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ ଅଧୀନରେ 2013 ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଜାରି ନିର୍ଦ୍ଦେଶାବଳୀକୁ କଠୋର ଭାବେ ପାଳନ କରିବାକୁ କୁହାଯାଇଛି। ଏଥିସହିତ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ କରାଯାଇଛି। ପରବର୍ତ୍ତୀ ଖବର, ଏବେ 9 କ୍ୟାରେଟ୍ ସୁନାରେ ତିଆରି ଅଳଙ୍କାର ବି ଭାରତୀୟ ମାନକ ହଲମାର୍କ ବାଧ୍ୟତାମୂଳକ କରାଯାଇଛି। ଏପର୍ଯ୍ୟନ୍ତ ଏହି ହଲମାର୍କ କେବଳ 24, 23, 22, 20, 18 ଏବଂ 14 କ୍ୟାରେଟ୍ ସୁନା ଅଳଙ୍କାର ଉପରେ ଲାଗୁଥିଲା। ଏବେ 9 କ୍ୟାରେଟ୍ରେ ମଧ୍ୟ ଲାଗିବ ବୋଲି ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହଲମାର୍କ ସୁନାର ଶୁଦ୍ଧତାକୁ ନିଶ୍ଚିତ କରିଥାଏ। ତଥାପି ସୁନାରେ ତିଆରି ଘଣ୍ଟା ଓ କଲମର ଆଉ ହଲମାର୍କ ଆବଶ୍ୟକ ନାହିଁ ବୋଲି ବିଏସ୍ଆଇ କହିଛି। ଏନେଇ ଅଲ୍ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲାରୀ ଡୋମେଷ୍ଟିକ୍ କାଉନସିଲ୍ କହିଛି ଯେ ଏବେ ସମସ୍ତ ଅଳଙ୍କାର ବ୍ୟବସାୟୀ ଏବଂ ହଲମାର୍କିଂ କେନ୍ଦ୍ରଗୁଡ଼ିକ ବିଆଇସିର ନୂଆ ନିୟମ ପାଳନ କରିବାକୁ ପଡ଼ିବ। ନୂଆ ନିୟମ ଅନୁଯାୟୀ 9 କ୍ୟାରେଟ୍ ସୁନା ମଧ୍ୟ ବାଧ୍ୟତାମୂଳକ ହଲମାର୍କିଂ ପରିସରକୁ ଆସିଛି। ଏହା ପୂର୍ବରୁ 9 କ୍ୟାରେଟ୍ ସୁନା ପାଇଁ ଏହା ଆବଶ୍ୟକ ନଥିଲା, କିନ୍ତୁ ଏବେ ଗ୍ରାହକମାନଙ୍କୁ ସୁନାର ଶୁଦ୍ଧତା ବିଷୟରେ ସଠିକ୍ ସୂଚନା ଦେବା ପାଇଁ ଏହାକୁ ହଲମାର୍କିଂ କରିବା ଆବଶ୍ୟକ ରହିଛି ବୋଲି ବିଏସ୍ଆଇ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ଖବର, ଛୁଆଙ୍କୁ ଧରି ବୁଲୁଥିବା ଭିକାରୀଙ୍କର ହେବ ଡିଏନ୍ଏ ଟେଷ୍ଟ। ଛୁଆ ଭିକାରୀ ଏବଂ ସେମାନଙ୍କ ସହିତ ଥିବା ବୟସ୍କଙ୍କ ମଧ୍ୟରେ ସମ୍ପର୍କ ନିଶ୍ଚିତ କରିବା ପାଇଁ ପଞ୍ଜାବ ସରକାର ସେମାନଙ୍କର ଡିଏନ୍ଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ଚାଲାଣ ଏବଂ ଭିକ୍ଷା ପାଇଁ ସେମାନଙ୍କ ଶୋଷଣକୁ ରୋକିବା ଲକ୍ଷ୍ୟରେ ପଞ୍ଜାବ ସରକାର ସମସ୍ତ ଡେପୁଟି କମିଶନରଙ୍କୁ ବୟସ୍କଙ୍କ ସହିତ ରାସ୍ତାରେ ଭିକ ମାଗୁଥିବା ପିଲାମାନଙ୍କର ଡିଏନ୍ଏ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ସମ୍ପର୍କ ନିଶ୍ଚିତ ହୋଇପାରିବ ବୋଲି ଅଧିକାରୀ କହିଛନ୍ତି। ସାମାଜିକ ସୁରକ୍ଷା, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବଲଜିତ୍ କୌର ଏହା ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଅନୁଯାୟୀ ଯଦି କୌଣସି ପିଲା ଜଣେ ବୟସ୍କଙ୍କ ସହିତ ଭିକ୍ଷା ମାଗିବାର ଦେଖାଯାଏ, ତେବେ ତାଙ୍କ ପରିବାର ସମ୍ପର୍କ ନିଶ୍ଚିତ କରିବା ପାଇଁ ଡିଏନ୍ଏ ପରୀକ୍ଷା କରାଯିବ। ଫଳାଫଳ ଉପଲବ୍ଧ ନ ହେବା ପର୍ଯ୍ୟନ୍ତ ଶିଶୁଟିକୁ ଶିଶୁ କଲ୍ୟାଣ କମିଟିର ତତ୍ତ୍ୱାବଧାନରେ ଶିଶୁ ଯତ୍ନ ପ୍ରତିଷ୍ଠାନରେ ରଖିବାକୁ ପଡ଼ିବ। ପରବର୍ତ୍ତୀ ଖବର, ସରକାରଙ୍କର ନୂଆ ଯୋଜନା, ସ୍କୁଲ ଯାଉଥିବା ପିଲାମାନଙ୍କ ବାପା ମାଆଙ୍କୁ ମିଳିବ ଟଙ୍କା। ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ପିଲାମାନଙ୍କୁ ସ୍କୁଲରୁ ଦୂରେଇ ନ ରଖିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ 6ରୁ 14 ବର୍ଷ ବୟସର ପିଲାମାନଙ୍କୁ ପିତାମାନଙ୍କୁ ଆର୍ଥିକ ସହାୟତା ଦିଆଯିବା ସହ ସେମାନେ ସେମାନଙ୍କ ପିଲାମାନଙ୍କୁ ପାଠପଢ଼ା ପାଇଁ ଆବଶ୍ୟକ ଜିନିଷ ଯେପରିକି ୟୁନିଫର୍ମ, ଜୋତା, ମୋଜା, ଷ୍ଟେସନାରୀ ଏବଂ ପୁସ୍ତକ କିଣିପାରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ରାଶି ଡେବିଟ୍ ମାଧ୍ୟମରେ ସିଧାସଳଖ ପିତାମାତାଙ୍କ ଆକାଉଣ୍ଟକୁ ପଠାଯିବ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେହି ପରିବାରଗୁଡ଼ିକୁ ସାହାଯ୍ୟ କରାଯିବ ଯେଉଁମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ପଠାଇବାର ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ବିଶେଷ କରି ସେହି ପିଲାମାନଙ୍କ ପିତାମାତାଙ୍କୁ ଯେଉଁମାନେ 6 ବର୍ଷରୁ 14 ବର୍ଷ ବୟସର ଏବଂ ଏପର୍ଯ୍ୟନ୍ତ ସ୍କୁଲ ଯିବା ଆରମ୍ଭ କରିନାହାନ୍ତି କିମ୍ବା ସ୍କୁଲ ଛାଡ଼ି ଦେଉଛନ୍ତି। ସରକାର ଏପରି ପରିବାରଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହାଦ୍ୱାରା ସେମାନେ ସେମାନଙ୍କ ପିଲାମାନଙ୍କୁ ପୁଣି ଥରେ ସ୍କୁଲ ପଠାଇ ପାରିବେ। ପରବର୍ତ୍ତୀ ଖବର, ବିହାରକୁ 7,000 କୋଟି ବିକାଶ ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ମୋତିହାରରେ 7,000 କୋଟି ଟଙ୍କାର ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।
ପବିତ୍ର ଶ୍ରାବଣ ମାସରେ ବାବା ସୋମେଶ୍ୱରନାଥଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ ବିହାରର ସମସ୍ତ ବାସିନ୍ଦାଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇଁ ଆଶୀର୍ବାଦ ଲୋଡ଼ିଥିଲେ ଏବଂ ପ୍ରାର୍ଥନା ମଧ୍ୟ କରିଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଥିଲେ ଯେ ଏହା ଚମ୍ପାରଣ ଭୂମି ଏକ ଇତିହାସ ସୃଷ୍ଟି କରିବା ଭୂମି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି ଭୂମି ମହାତ୍ମା ଗାନ୍ଧୀଙ୍କୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିଲା। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭୂମିରେ ପ୍ରେରଣା ଏବେ ବିହାର ନୂତନ ଭବିଷ୍ୟତ ଗଢ଼ିବ। ଏହି ବିକାଶ ପଦକ୍ଷେପ ପାଇଁ ଏକ ଉପସ୍ଥିତ ସେ ସମସ୍ତ ଲୋକଙ୍କୁ ଏବଂ ବିହାର ଜନସାଧାରଣଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ପରବର୍ତ୍ତୀ ଖବର, ହୀରାକୁଦରେ ପୁଣି ଖୋଲା ଦୁଇଟି ସ୍ଲୁଇସ୍ ଗେଟ୍। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଗତକାଲି ଅପରାହ୍ନରେ ଜଳଭଣ୍ଡାର ବାମ ପାର୍ଶ୍ୱର ଆଉ ଦୁଇଟି ସ୍ଲୁଇସ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ 4ଟି ସ୍ଲୁଇସ୍ ଗେଟ୍ ଜରିଆରେ ମହାନଦୀର ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ପରବର୍ତ୍ତୀ ଖବର, ପିଏମ୍ କିଷାନର 20ତମ କିସ୍ତି ଅପେକ୍ଷାରେ ଚାଷୀ। ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସ୍ତରରେ ସଶକ୍ତ କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି କେନ୍ଦ୍ର ସରକାର। ଏହି କ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ମଧ୍ୟ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ 3ଟି କିସ୍ତିରେ ବର୍ଷକୁ 6,000 ଟଙ୍କା ଯୋଗାଇ ଦେଉଛନ୍ତି ସରକାର। ଏଭଳି ଭାବରେ ଚାଷୀମାନେ 19ଟି କିସ୍ତି ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରେ ଜରିଆରେ ପାଇସାରିଛନ୍ତି, କିନ୍ତୁ ଏବେ ଅପେକ୍ଷା 20ତମ କିସ୍ତିର। ତେବେ ପୂର୍ବରୁ 18 ଜୁଲାଇ ଅର୍ଥାତ୍ ଗତକାଲି ପିଏମ୍ କିଷାନର 20ତମ କିସ୍ତି ଆସିବାକୁ ନେଇ ଶୁଣାଯାଉଥିଲା, ମାତ୍ର ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ 20ତମ କିସ୍ତି ଜାରି କରିପାରନ୍ତି ବୋଲି ଆଲୋଚନା କରିଥିଲେ। ତେବେ ଏ ସମ୍ପର୍କରେ କୌଣସି ସୂଚନା ଜାରି କରାଯାଇନାହିଁ, ତେଣୁ ଏହି କିସ୍ତି ଗତକାଲି ମିଳିପାରି ନାହିଁ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 20ତମ କିସ୍ତି କେବେ ଜାରି ହେବ ଏ ବିଷୟରେ ମଧ୍ୟ କୌଣସି ସରକାରୀ ସୂଚନା ତରଫରୁ କୁହାଯାଇନାହିଁ। କିନ୍ତୁ ଏହା ଖୁବ୍ ଶୀଘ୍ର ଚାଷୀମାନଙ୍କ ଆକାଉଣ୍ଟକୁ 20ତମ କିସ୍ତି ଆସିଯିବ ବୋଲିକି ଆଶା ପ୍ରକାଶ କରାଯାଉଛି। ପରବର୍ତ୍ତୀ ଖବର, ଛତିଶଗଡ଼ର ଅବୁଜାମାଳ ଜଙ୍ଗଲରେ ଏନ୍କାଉଣ୍ଟର, 6 ମାଓବାଦୀ ମୃତ୍ୟୁ ସୂଚନା। ଛତିଶଗଡ଼ ଅବୁଜାମାଳ ଜଙ୍ଗଲରେ ଏନ୍କାଉଣ୍ଟର ଚାଲିଥିବା ବେଳେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଅବୁଜାମାଳ ଜଙ୍ଗଲରେ 6 ଜଣ ମାଓବାଦୀଙ୍କର ମୃତ୍ୟୁ ଖବର ମିଳିଛି। ତ ଅବୁଜାମାଳ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ଖବର ମିଳିବା ପରେ ନାରାୟଣପୁର ପୋଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଜଙ୍ଗଲରେ ଯବାନଙ୍କୁ ଦେଖି ପ୍ରଥମେ ଗୁଳିମାଡ଼ କରିଥିଲେ ମାଓବାଦୀ। ଏହାପରେ ଯବାନଙ୍କ ପକ୍ଷରୁ ଓଲଟା ଜବାବ ଦିଆଯାଇଥିଲା। ସୁରକ୍ଷାକର୍ମୀମାନଙ୍କ ଗୁଳିମାଡ଼ରେ 6 ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରେ AK-47 ଓ ଏସ୍ଏଲ୍ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି। ତେବେ ମୃତ ମାଓବାଦୀଙ୍କୁ ଚିହ୍ନଟ ହୋଇପାରିନାହିଁ। ଏବେ ବି ଅବୁଜାମାଳ ଜଙ୍ଗଲରେ ଅପରେସନ ଜାରି ରହିଥିବା କଥା ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ଆସନ୍ତା ରକ୍ଷାବନ୍ଧନରେ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର 3ୟତମ କିସ୍ତି। କିନ୍ତୁ ପୂର୍ବରୁ ଯେଉଁ ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତି ଓ ଦ୍ୱିତୀୟ କିସ୍ତି ମିଳିନାହିଁ, କିନ୍ତୁ ସେମାନେ ଉପଯୁକ୍ତ ବୋଲିକି ଜଣାଯାଏ, ତେବେ ସେମାନଙ୍କ ଖାତା ଆକାଉଣ୍ଟକୁ ଏକା ସାଙ୍ଗରେ 3ଟି ଯାକର କିସ୍ତି ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କାହିଁକି ନା ବର୍ତ୍ତମାନ ସର୍ଭେ ଚାଲିଛି, ଯେଉଁମାନେ ଉପଯୁକ୍ତ ହିତାଧିକାରୀ ଆଉ ଏଥିରୁ ବଞ୍ଚିତ ହୋଇଛନ୍ତି, ସେମାନେ କେହି ଏଥିରୁ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତା ସହିତ ଯେଉଁମାନଙ୍କୁ ମିଳିଯାଇଛି ଆଉ ସେମାନେ ଉପଯୁକ୍ତ ନୁହେଁ ବୋଲି ଘୋଷଣା କରାଯାଏ, ସେମାନଙ୍କ ଖାତା ଆକାଉଣ୍ଟକୁ ଆଉ କୌଣସି କିସ୍ତି ଆସିବ ନାହିଁ ବୋଲି ମଧ୍ୟ କୁହାଯାଇଛି। ତେବେ ଆଗକୁ ରହିଲା ଅପେକ୍ଷା, ଖୁବ୍ ଶୀଘ୍ର ଆପଣମାନଙ୍କ ଖାତା ଆକାଉଣ୍ଟକୁ ସୁଭଦ୍ରା ଯୋଜନାର 3ୟତମ କିସ୍ତି ଆସିଯିବ। ଏହା ତ ଥିଲା ଆଜିର ପୁରା ଦିନର ଖବର। ଯଦି ଖବରଟି ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।